ସତ୍ୟମ୍ ବ୍ରୂୟାତ୍ ଦ୍ୱିତୀୟ ଭାଗ ଅଭାବ ଓ ସ୍ୱଭାବ। ସକାଳୁ ସକାଳୁ ବୁଢ଼ୀଟିଏ ତା ଘର ସାମ୍ନାରେ ବସି ଖୁବ୍ ଜୋରରେ କାନ୍ଦୁଥିଲା। ଥରକୁ ଥର କାନ୍ଥରେ ମୁଣ୍ଡ ବାଡ଼େଇ ଭୋ ଭୋ ହୋଇ କାନ୍ଦୁଥିବାର ଦେଖି ଜଣେ ଭଦ୍ରବ୍ୟକ୍ତି ବୁଢ଼ୀର କାନ୍ଦିବାର କାରଣ କ'ଣ ଜାଣିବାକୁ ଚାହିଁବାରୁ ବୁଢ଼ୀଟି ଆହୁରି ଜୋରରେ କାନ୍ଦି କାନ୍ଦି କହିଲା, ମୁଁ ସର୍ବଶାନ୍ତ ହୋଇଗଲି ରେ ପୁଅ, ମୋର ସବୁ ଚୋରି ହୋଇଗଲା। କାଲି ରାତିରେ ବାଡ଼ିପଡ଼ା ଚୋର ଆମ ଘରେ ପଶି ମୋ ଲୁଗାପଟା, କଂସା ବାସନ ଯାହା ଥିଲା ସବୁ ନେଇଗଲା। ମୁଁ ଆଜି ପିନ୍ଧିବି କ'ଣ? ମୁଁ ଆଜି ଖାଇବି କେମିତି? ଏତିକି କହି ବୁଢ଼ୀଟି ପୁଣି ଚିତ୍କାର କରି କାନ୍ଦିବାକୁ ଲାଗିଲା। ଏତିକି ବେଳେ ଆଉ ଜଣେ ଭଦ୍ରବ୍ୟକ୍ତି ଆସି ବୁଢ଼ୀକୁ କହିଲେ, ମାଉସୀ, ତୁ କାନ୍ଦୁଛୁ କାହିଁକି? ତୋର କ'ଣ ଖାଲି ଏକଲା ଚୋରି ହୋଇଛି? ଭାଗ୍ୟ ଭଲ, ତୋର ଚୋର କିଛି ନେଇନାହିଁ। ଯା ଦେଖିବୁ ମହାପାତ୍ର ବାବୁଙ୍କ ଘରେ ସେ କେମିତି ପୁରା କଳାକନା ବୁଲେଇ ଦେଇଛି। ଟଙ୍କା ପଇସା, ଗହଣା ଗାଣ୍ଠି ଯାହା ଥିଲା ସବୁ ଲୁଟିକି ନେଇଯାଇଛନ୍ତି। ଆଉ ରାମବାବୁଙ୍କ ଘର କଥା ଶୁଣିଲୁଣି? ତାଙ୍କ ଘରୁ ସବୁ ନେଲେ ତ ନେଲେ, ଆଉ ଗଲାବେଳକୁ ତାଙ୍କ ବୁଢ଼ୀ ମାଆକୁ ଏମିତି ଧକ୍କାଟେ ପକେଇକି ଯାଇଛନ୍ତି ଯେ ତାର ଏପର୍ଯ୍ୟନ୍ତ ହୋସ ଆସିନାହିଁ। ଏସବୁ କଥା ଶୁଣି ବୁଢ଼ୀଟିର କାନ୍ଦ ହଠାତ୍ ବନ୍ଦ ହୋଇଗଲା। ଲୁହ ପୋଛୁ ପୋଛୁ ବୁଢ଼ୀ କହିଲା, ସତରେ ଏମିତି ସବୁ କାଲି ରାତିରେ ହୋଇଯାଇଛି? ଆଉ କାହା ଘରୁ ସବୁ ଚୋରି ହୋଇଛି? ମହାପାତ୍ର ବାବୁଙ୍କ ଘରୁ କ'ଣ ସବୁ ଲୁଟିକି ନେଇ ଯାଇଛନ୍ତି? ତାଙ୍କ କୁକୁର କ'ଣ କରୁଥିଲା ମ? ଭାରି ତ ଫୁଟାଣି ଦେଖେଇ ଆଲସେସିଆନ ବୋଲି କହୁଥିଲେ। ହଇରେ ପୁଅ, ରାମବାବୁଙ୍କ ଘରୁ କ'ଣ ସବୁ ନେଇଗଲେ? ସତରେ କ'ଣ ତାଙ୍କ ବୁଢ଼ୀ ମାଆକୁ ଏପର୍ଯ୍ୟନ୍ତ ହୋସ ଆସିନାହିଁ? ପାଠକଗଣ ଟିକେ ଭାବନ୍ତୁ, ଯେଉଁ ବୁଢ଼ୀ ତାର ଲୁଗାପଟା ଓ କଂସା ବାସନ ଚୋରି ଯୋଗୁଁ ଏତେ ଜୋରରେ କାନ୍ଦୁଥିଲା, ସେ ଅନ୍ୟମାନଙ୍କ ଘରୁ ଚୋରି କଥା ଶୁଣି କେମିତି ଶାନ୍ତ ପଡ଼ିଗଲା। ତାର ଦୁଃଖ ଯେମିତି କୁଆଡ଼େ ଉଭେଇଗଲା। ମନେ ମନେ ବୁଢ଼ୀ ବର୍ତ୍ତମାନ ଭାବୁଛି ଯେ ଯାହା ହେଉ ଭଲ ହୋଇଛି, ମୋର ତ ଏତିକି ନେଇଛନ୍ତି, ତାଙ୍କର ତ ସବୁ ଲୁଟିକି ନେଇ ଯାଇଛନ୍ତି। ମହାପାତ୍ର ବାବୁଙ୍କ ଘର ଯେଉଁ ଫୁଟାଣି ମାରୁଥିଲେ ନା, ଚୋର ବଢ଼ିଆ ଡୋଜଟେ ଦେଇଛି। ଆଉ ସେଇ ଯେଉଁ ରାମବାବୁଙ୍କ ଘର ବୁଢ଼ୀ କମ୍ ହାଇମି ତାର। ଠିକ୍ ହୋଇଛି, ବୁଢ଼ୀ ଦୀପାନ ପାଇଛି। ଆଜ୍ଞା, ଲକ୍ଷ୍ୟ କରନ୍ତୁ, ବୁଢ଼ୀର ଦୁଃଖ କିଛି କମ୍ ହୋଇନାହିଁ, କିନ୍ତୁ ଅନ୍ୟର ଦୁଃଖ ତାକୁ ଏତେ ସୁଖ ଦେଉଛି ଯେ ସେ ସେହି ସୁଖ ଭିତରେ ନିଜର ଦୁଃଖକୁ ଭୁଲି ଯାଉଛି। ଆଉ ଗୋଟିଏ କଥା, ଯଦି ଅନ୍ୟର ଦୁଃଖ ଆପଣଙ୍କୁ ସୁଖ ଦେଉଛି ବା ଆପଣଙ୍କ ଦୁଃଖକୁ ଲାଘବ କରିଦେଉଛି, ତେବେ ଏହାର ବିପରୀତ ଅର୍ଥାତ୍ ଅନ୍ୟର ସୁଖ ମଧ୍ୟ ଆପଣଙ୍କୁ ଦୁଃଖ ଦେଇଥାଏ ବା ଆପଣଙ୍କ ସୁଖକୁ କମ୍ କରିଦେଇଥାଏ। ଏହା ଉପରେ ଗୋଟେ ପୁରୁଣା ଜଣାଶୁଣା କାହାଣୀ ଅଛି, ଆପଣ ଜାଣିଥିବେ। ତେବେ ବର୍ତ୍ତମାନ କଥା ପ୍ରସଙ୍ଗରେ ଆଉ ଥରେ ସେ କାହାଣୀଟିକୁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି। ଜଣେ ଲୋକ ମହାଦେବଙ୍କ ବରପ୍ରାପ୍ତ ହେବା ପାଇଁ ଘୋର ତପସ୍ୟା କଲା। ଅନେକ ଦିନ ପରେ ମହାଦେବ ପ୍ରସନ୍ନ ହୋଇ ତାକୁ ବର ଦେବାକୁ ଚାହିଁବାରୁ ସେ କହିଲା, ହେ ପ୍ରଭୁ, ମୋତେ ଏଇ ବର ଦିଅନ୍ତୁ ଯେ ମୁଁ ଯେତେବେଳେ ଯାହା ମାଗିବି ମୋତେ ସେତେବେଳେ ତାହା ମିଳିଯିବ। ମହାଦେବ ତଥାସ୍ତୁ ବୋଲି କହି ସେଥିରେ ଗୋଟେ ସର୍ତ୍ତ ଯୋଡ଼ିଦେଲେ, ଯାହା ହେଉଛି ତୁ ଯେତେବେଳେ ଯାହା ମାଗିବୁ ତୋତେ ସେତେବେଳେ ତାହା ମିଳିଯିବ, କିନ୍ତୁ ତୋର ପଡ଼ୋଶୀକୁ ତାର 2 ଗୁଣା ମିଳିଯିବ। ଏ କଥା ଶୁଣି ଲୋକଟିର ଖୁସି ହଠାତ୍ ଉଭେଇଗଲା। କ'ଣ ହେଲା? ତପସ୍ୟା ମୁଁ କଲି, ସାଧନା ମୁଁ କଲି, ଆଉ ଫଳ ସେ 2 ଗୁଣା ମାରିନେବ? ଅସମ୍ଭବ। ଘରକୁ ଫେରିଆସି ଦୁଃଖ ଓ ଅଶାନ୍ତିରେ ରହିଲା ସିନା, ହେଲେ ଠାକୁରକୁ କିଛି ମାଗିଲା ନାହିଁ। ସ୍ତ୍ରୀ ପୁଅ ଝିଅ ଯେତେ ବୁଝେଇଲେ ବି ସେ ବୁଝିଲା ନାହିଁ। ଦିନେ ତା ସ୍ତ୍ରୀ ତାକୁ ବୁଝେଇ ସୁଝେଇ କହିଲା, ଦେଖ, କେତେଦିନ ଆମେ ଏମିତି ଆଉ ଦୁଃଖ କଷ୍ଟରେ ରହିବା? ପଡ଼ୋଶୀ ପାଇଲେ ପଛେ ପାଉ, ଆମର ଅନ୍ତତଃ ଗୋଟେ 2 ତାଲା ଘର, କିଛି ଟଙ୍କା ପଇସା, ଗୋଟେ 2ଟା ଗାଡ଼ି ଓ ବୋଲହାକ କରିବା ପାଇଁ 1-2 ଜଣ ଚାକର ଚାକରାଣୀ ମାଗୁନ କାହିଁକି?
ଆମେ ତ ଆରାମରେ ରହିବା, ଆଉ ତାର କ'ଣ ହେଉଛି ଆମକୁ ସେଥିରୁ କ'ଣ ମିଳିବ? ସ୍ତ୍ରୀ କଥା ରଖି ଲୋକଟି ସେଇଆ ମାଗିବାରୁ ଗୋଟିଏ ମୁହୂର୍ତ୍ତରେ ଗୋଟିଏ ସୁନ୍ଦର ଦୋତାଲା ଘର, ଘର ଭିତରେ ଦୁଇ ଦୁଇଟା ଗାଡ଼ି, ଟଙ୍କା ପଇସା ଓ ସେବା କରିବାକୁ ଚାକର ଚାକରାଣୀ ସବୁ ମିଳିଗଲେ। କିନ୍ତୁ ମନ କେଉଁଠି ମାନୁଛି? ଅନୁସନ୍ଧାନ କରିବାକୁ ବାହାରକୁ ଆସି ଦେଖିଲା ଯେ ପଡ଼ିଶା ଘର 4 ମହଲା ଚକାଚକ ଘର, ଗଣ୍ଡା ଗଣ୍ଡା ଗାଡ଼ି ଓ ଆଉ 10-12 ଜଣରୁ ଅଧିକ ଚାକର ଚାକରାଣୀ ଖଟିବାରେ ଲାଗିଛନ୍ତି। ଲୋକଟି ପୁଣି ଦୁଃଖରେ ଭାଙ୍ଗି ପଡ଼ିଲା, ଆଉ ରାଗିକି ଭଗବାନଙ୍କୁ ମାଗିଲା, ହେ ଭଗବାନ, ମୋର ଗୋଟେ ଆଖି ଫୁଟିଯାଉ। ପାଠକଗଣ, ମୋର ଏଠି ଏତିକି କହିବାର କଥା ହେଲା ଯେ ସୁଖ ହେଉ କି ଦୁଃଖ ହେଉ, ଏହା ଆମର କୌଣସି ଅଭାବରୁ ହୁଏ ନାହିଁ, ବରଂ ଏହା ହେଉଛି ଆମ ସ୍ୱଭାବର ପରିପ୍ରକାଶ। ଆମର ସ୍ୱଭାବ ହେଉଛି ଆମେ କଣାଟିଏ ହୋଇ ପଛେ ରହିବୁ, କିନ୍ତୁ ସେ ଅନ୍ଧଟିଏ ହୋଇଯାଉ। ଆମର କଣା ହେବାର ଦୁଃଖ ଆମ ପାଇଁ ତା ଅନ୍ଧ ହେବାର ଦୁଃଖ ଆଗରେ ନଗଣ୍ୟ। ଏହି ସ୍ୱଭାବ ହେତୁ ଆମେ ଆମର ସୁଖ ଓ ଦୁଃଖକୁ ଆମର ବୋଲି ନ ଦେଖି ଏହାକୁ ଅନ୍ୟ ସହିତ ତୁଳନା କରି ଏହାର ଆନନ୍ଦ ବା କଷ୍ଟକୁ ଅନୁଭବ କରୁଛୁ। ଧରନ୍ତୁ ଆପଣ ବେପାର କରୁଛନ୍ତି, 10 ଦିନ ହେଲା ବେପାର ମାନ୍ଦା, ମନ ସୁଖେଇ ଆପଣ ବସିଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ଆସି ଆପଣଙ୍କୁ କହିଲା, ଭାଇ କ'ଣ କରିବି କହିଲ, 10 ଦିନ ହେଲା ଅନୁକୂଳ ହେଉନାହିଁ, ଗରାଖ ତ ଗରାଖ, ଗୋଟେ ମାଛି ବି ଦୋକାନରେ ଦେଖାଯାଉନାହାନ୍ତି, ଭାବୁଛି ଦୋକାନ ବନ୍ଦ କରିଦେବି। ଏ କଥା ଶୁଣିଲା ମାତ୍ରେ ଦେଖିବେ ଆପଣଙ୍କ ମନ ହାଲକା ହୋଇଯିବ, ଆପଣଙ୍କ ବେପାରର ମାନ୍ଦାବସ୍ଥାର ଦୁଃଖ କୁଆଡ଼େ ଉଭେଇଯିବ। କିନ୍ତୁ ଧରନ୍ତୁ ଆପଣଙ୍କ ବେପାର ଭଲ ଚାଲିଛି, ମନ ଖୁସି ଅଛି, ଅନ୍ୟ ଜଣେ ବ୍ୟବସାୟୀ ଆସି କହିଲା, ଭାଇ ଏ ବର୍ଷ ରେକର୍ଡ଼ ବେପାର, ଦିନ ରାତି ଫୁର୍ସତ ନାହିଁ, ଭାବୁଛି ଆଉ ଗୋଟେ ଦୋକାନ ଖୋଲିଦେବି। ଦେଖିବେ ଆପଣଙ୍କ ମନ ଏଣିକି ଦୁଃଖୀ ହୋଇଯିବ। ଏଥିରୁ ଗୋଟିଏ କଥା ପ୍ରମାଣିତ ହୁଏ ଯେ ଆପଣଙ୍କ ସୁଖ ଦୁଃଖ ଯେତେ ଆପଣଙ୍କର ଅଭାବନୀୟ ପରିସ୍ଥିତି ଯୋଗୁଁ ହୋଇନଥାଏ, ସେତେ ଏହା ଅନ୍ୟର ପରିସ୍ଥିତି ସହିତ ଏକ ତୁଳନାତ୍ମକ ବିଚାର ଯୋଗୁଁ ହୋଇଥାଏ। ଆଉ ଗୋଟିଏ ଜିନିଷ ଲକ୍ଷ୍ୟ କରିବାର କଥା ଯେ ଏହି ବିଚାର କେବଳ ଆପଣଙ୍କ ସମସ୍କନ୍ଦ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ହିଁ ହୋଇଥାଏ। ମୁକେଶ କି ଅନିଲ ଅମ୍ବାନୀ 1000 କୋଟି ଟଙ୍କାର ମାଲିକ ହୋଇଗଲେ ଆମକୁ ଯେତେ କଷ୍ଟ ହୁଏ ନାହିଁ, ଆମ ପଡ଼ୋଶୀ କୋଟିପତି ହୋଇଗଲେ ଆମକୁ ତାଠୁ 1000 ଗୁଣ କଷ୍ଟ ଦିଏ। JRD ଟାଟା ଭାରତ ରତ୍ନ ପାଇଗଲେ ଯେତେ କଷ୍ଟ ଆମକୁ ହୁଏ ନାହିଁ, ତାଠୁ ବେଶୀ କଷ୍ଟ ହୁଏ ଆମର ସମସ୍କନ୍ଦ ବ୍ୟକ୍ତି ଜଣେ ଯଦି ପଦ୍ମଶ୍ରୀ ଉପାଧିଟିଏ ପାଇଯାଏ। ଏମିତି ହେବାର କାରଣ କ'ଣ ହୋଇପାରେ? ବୋଧହୁଏ ଏହା ମନୁଷ୍ୟର ଏକ ସହଜାତ ପ୍ରକୃତି, ଯାହା ବର୍ତ୍ତମାନର ଏକକ ପରିବାରର ପ୍ରଥା ଯୋଗୁଁ ଅଧିକରୁ ଅଧିକ ଉତ୍କଟ ହେବାରେ ଲାଗିଛି। ପିଲାଟି ଦିନୁ ଆମେ କେବଳ ଆମରି ସୁଖକୁ ସୁଖ ଓ ଆମରି ଦୁଃଖକୁ ଦୁଃଖ ବୋଲି ଗ୍ରହଣ କରି ଆସିଥିବାରୁ ଅନ୍ୟର ସୁଖ ଦୁଃଖ ପ୍ରତି ଆମେ ସଚେତନ ହୋଇପାରୁନାହୁଁ। ମୋର ମନେ ଅଛି, ପିଲାଦିନେ ଆମେ ଗୋଟିଏ ଘରେ 7-8 ଜଣ ପିଲା ଏକାଠି ରହୁଥିଲୁ, ଏକାଠି ଖାଉଥିଲୁ ଓ ଏକାଠି ଶୋଉଥିଲୁ, ଏକାଠି ମାରପିଟ ବି ହେଉଥିଲୁ, ପୁଣି ଏକାଠି ବୁଝାବୁଝି ହୋଇ ସବୁ ଭୁଲି ଯାଉଥିଲୁ। ଏକାଠି ଥିବାବେଳେ ଗୋଟେ ଭାଇର ଉନ୍ନତିରେ ଅନ୍ୟମାନେ ଗର୍ବ ଅନୁଭବ କରୁଥିବା ବେଳେ ଅନ୍ୟ ଭାଇର ଅବନତିରେ ବାକି ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ୁଥିଲେ। ପରିବାର ଭାଗ ଭାଗ ହୋଇଯିବା ପରେ ସେ ଭାବନା ଗଲା କୁଆଡ଼େ? ଆଜି ମୋ ଘରେ ମୋ ନାତି ତାର ଆଉ ଗୋଟିଏ ସମବୟସ୍କ ପିଲାକୁ ସହ୍ୟ କରିପାରୁନାହିଁ, ଆମ ଘରର କୌଣସି ବସ୍ତୁକୁ ସେ ତାକୁ ଛୁଇଁବାକୁ ବି ଦେଉନାହିଁ। ତା ମା ଅନ୍ୟ ପିଲାକୁ ଟିକେ କାଖେଇ ପକାଇଲେ ସେ ଚିତ୍କାର କରି ଉଠୁଛି। ପିଲାଟି ଦିନ ସେ ଅସହିଷ୍ଣୁତା ଭିତରେ ହିଁ ବଢ଼ିଲା। ପୁରୁଣା କାଳର ଯୌଥ ପରିବାର ସମୟରେ ଏହିଭଳି ଭାବନା ହୁଏତ ପରିବାର ଭାଗ ଭାଗ ହୋଇଯିବା ପରେ ଯାଇ ଆସୁଥିଲା। ଏବେ କିନ୍ତୁ ସେ ଜନ୍ମରୁ ଏହି ଭାବନା ଭିତରେ ହିଁ ବଢ଼ୁଛି। ଯୁଗ ବଦଳିଗଲାଣି। ବର୍ତ୍ତମାନ ପ୍ରତିଯୋଗିତାର ନୁହେଁ, ବର୍ତ୍ତମାନ ହେଉଛି ପ୍ରତିଦ୍ୱନ୍ଦ୍ୱିତାର ଯୁଗ। ଏବେ ପିଲାଟି ଦିନରୁ ପ୍ରତିଯୋଗିତା ଶିକ୍ଷା ନ ଦିଆଯାଇ ପ୍ରତିଦ୍ୱନ୍ଦ୍ୱିତା ଶିକ୍ଷା ଦିଆଯାଉଛି। ମୁଁ ଯେତେ ଭଲ କଲେ ବି ଅନ୍ୟଠୁ ଅଧିକା ଭଲ କରିବା ହେଉଛି ମୋର ଲକ୍ଷ୍ୟ ଏବଂ
ଏହି ଲକ୍ଷ୍ୟରେ ସଫଳ ନହେଲେ ମୁଁ ଉଦାସୀନ ହୋଇପଡ଼ୁଛି। ମୁଁ ଶତକଡ଼ା 90% ନମ୍ବର ରଖି ମଧ୍ୟ ଖୁସି ହୋଇପାରୁନାହିଁ, କାରଣ ସେ 95% ନମ୍ବର ରଖିଛି। ମୁଁ 95 ରଖିକି ବି ଖୁସି ହୋଇପାରୁନାହିଁ, କାରଣ ସେ 98 ରଖିଛି। ମୋ ଲୁଗା ଯେତେ ଧଳା ହୋଇଥିଲେ ବି ମୁଁ ଅନ୍ୟର ଅଧିକ ଧଳା ଲୁଗା ଦେଖି ଚମକି ପଡ଼ୁଛି। ଟିଭିରେ ସର୍ଫ ଲୁଗାଧୁଆ ସାବୁନର ପ୍ରଚାର ଧାଡ଼ିଟି ମନେ ପଡ଼ୁଛି। ଆଚ୍ଛା, ତା ଲୁଗା ମୋ ଲୁଗାଠୁ ଅଧିକ ଧଳା ହେଲା କେମିତି? ସମାପ୍ତ।